ଜାନୁଆରୀ 22 ତାରିଖରେ ସାଥୀ ସଂଘ କ୍ଲବ ତରଫରୁ ଆସନ୍ତା 25 ତାରିଖର ମାଘ ସପ୍ତମୀ ତିଥିରେ ସନ୍ଧ୍ୟା 6ଟା ସମୟରେ ଶ୍ରୀ ଶ୍ରୀ ମାର୍କଣ୍ଡେଶ୍ୱର ପୁଷ୍କରିଣୀ ତଟରେ ସପ୍ତମ ତୀର୍ଥ ଆଳତୀ ଆୟୋଜନ କରାଯାଉଛି। ଏଥିନିମନ୍ତେ ପୁରୀ ସହରର ବିଭିନ୍ନ ମଠର ମଠାଧୀଶ ତଥା ସ୍ଥାନୀୟ ବିଧାୟକ ଏବଂ ମାର୍କଣ୍ଡେଶ୍ୱର ସାହି ଆଖଡ଼ା ଅଧୀନରେ ଥିବା ପ୍ରତ୍ୟେକ ଜାଗାର ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଠାରୁ ଆରମ୍ଭ କରି ମାର୍କଣ୍ଡ ପୁଷ୍କରିଣୀ ଚତୁଃପାର୍ଶ୍ୱରେ ପ୍ରଦୀପ ପ୍ରଜ୍ୱଳନର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ଗୁରୁବାର ସନ୍ଧ୍ୟାରେ ମାର୍କଣ୍ଡ ପୁଷ୍କରିଣୀର କମ୍ୟୁନିଟି ହଲରେ ସାଥୀ ସଂଘ କ୍ଲବର ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ପାଳ ଓ ସମ୍ପାଦକ ବାପିନ କୁମାର ଶତପଥୀ ଏବଂ ପୂର୍ବତନ କାଉନସିଲର ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଯୋଗଦେବା ସହ ଅନୁଷ୍ଠାନର ସମସ୍ତ ସଭ୍ୟ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଥିଲେ। ଏଠାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ସ୍ୱାଗତ କରୁଅଛି। ଆପଣମାନେ ଜାଣିଛନ୍ତି ପ୍ରତ୍ୟେକ ବର୍ଷ ଆମର ମାର୍କଣ୍ଡ ପୁଷ୍କରିଣୀ ନିକଟରେ ମାଘ ସପ୍ତମୀ ଉପଲକ୍ଷେ ଏକ ଆଳତୀ ଆୟୋଜନ କରାଯାଉଛି। ଏଥର ସପ୍ତମ ବର୍ଷ 7 ବର୍ଷ ଇଏରେ ବର୍ତ୍ତମାନ ମାର୍କଣ୍ଡ ପୁଷ୍କରିଣୀଠାରେ ତୀର୍ଥ ପୁଷ୍କରିଣୀରେ ଏକ ତୀର୍ଥ ପୁଷ୍କରିଣୀ ଆମର ଆଳତୀର ଆୟୋଜନ କରାଯାଇଛି। ଏଥିରେ ପୁରୀର ସମସ୍ତ ମଠାଧୀଶ ମାନେ ଯୋଗଦେବେ ଏବଂ ଆମ ଏଇ ଅଞ୍ଚଳର ପ୍ରତ୍ୟେକ ଅନୁଷ୍ଠାନ ଯେଉଁ ଅଛି ଆଖଡ଼ାର ଯେତେ ଜାଗା ଅଛନ୍ତି ଜାଗାର ସଦସ୍ୟମାନେ ଯୋଗଦେବେ ଏବଂ ଏହାକୁ ଯେ ଆୟୋଜନ କରୁଛି ଆମର ସାଥୀ ସଂଘ କ୍ଲବର ସମସ୍ତ ଯୁବକ ବନ୍ଧୁ ସଭାପତି ସମ୍ପାଦକ ଆମେ ଆୟୋଜନ କରୁଛୁ। ଏବଂ ପ୍ରତ୍ୟେକ ବର୍ଷ ମଧ୍ୟ ଆପଣମାନେ ଜାଣିଥିବେ ଆସ୍ତେ ଆସ୍ତେ ଲୋକ ସଂଖ୍ୟା ଭକ୍ତ ସଂଖ୍ୟା ବଢ଼ୁଛି। ପ୍ରତ୍ୟେକ ବର୍ଷ 2000 ଲୋକଙ୍କର ଆମର ଏଠି ପ୍ରସାଦ ବଣ୍ଟନ ମଧ୍ୟ କରାଯାଏ। ଏ ବର୍ଷ ମଧ୍ୟ ଆମେ 2000 ଠୁ 2500 ଲୋକଙ୍କୁ ମଧ୍ୟ ପ୍ରସାଦ ବଣ୍ଟନ କରିବା ପାଇଁ ଆୟୋଜନ କରାଯାଇଛି ଏବଂ ସେହିଦିନ ତମାମ ମଧ୍ୟ କାର୍ଯ୍ୟକ୍ରମ ରଖାଯାଇଛି। ସଂକୀର୍ତ୍ତନ ମଣ୍ଡଳୀ ମାନେ ଆସି ମାର୍କଣ୍ଡ ତୀର୍ଥ ପୁଷ୍କରିଣୀରେ ସଂକୀର୍ତ୍ତନ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ ଏବଂ ମାର୍କଣ୍ଡ ଚତୁଃପାର୍ଶ୍ୱରେ ଆମର ଦୀପ ପ୍ରଜ୍ୱଳନ କରାଯିବ ଏବଂ ମୁଁ ଭାବୁଛି ଆପଣମାନଙ୍କ ମାଧ୍ୟମରେ ପୁରୀ ସହରର ସମସ୍ତ ଭକ୍ତମାନେ ଏଇ ଯେଉଁ ମାର୍କଣ୍ଡ ମହାଦେବ ଅଛନ୍ତି ମହାପ୍ରଭୁ ଅଛନ୍ତି ଏଠି ମହାଦେବ ଯେଉଁଟାକି ଆମ ପୁରୀରେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ସେଥିରୁ ଅନ୍ୟତମ। ଏଠି ମାର୍କଣ୍ଡ ଋଷି ଆସି ତପସ୍ୟା କରୁଥିଲେ, ସ୍ୱୟଂ ରାମଚନ୍ଦ୍ର ମଧ୍ୟ ଆସିଥିଲେ, ଯାହା ଇତିହାସରୁ ସମସ୍ତେ ଜାଣିଛନ୍ତି। ମୁଁ ଅନୁରୋଧ କରିବି ସମସ୍ତ ଭକ୍ତମାନଙ୍କୁ 25 ତାରିଖ ଦିନ ସମସ୍ତେ ସନ୍ଧ୍ୟା 6ଟା ବେଳେ ଆସି ଏଠି ଯେଉଁ ଆଳତୀର ଆୟୋଜନ କରାଯାଇଛି ସମସ୍ତେ ଏହାକୁ ଏହାର ମାନେ ଯେଉଁ ଆଧ୍ୟାତ୍ମିକ ଚିନ୍ତାଧାରା ଅଛି ଆଧ୍ୟାତ୍ମିକ ଦିଗ ଅଛି ଏହାକୁ ଉପଭୋଗ କରିବେ ଏବଂ ସମସ୍ତ ଜନସାଧାରଣ ଏଠି ଆୟୋଜନ ମାନେ ଆମେ ଅନୁରୋଧ କରୁଛୁ ସମସ୍ତେ ଆଜି ଯୋଗଦେଲେ ନିଶ୍ଚୟ ଆମ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀ କମିଟି ତରଫରୁ ଆମେ ସମସ୍ତଙ୍କୁ ସ୍ୱାଗତ କରିବୁ। ମୋ ନାଁଟା ମହାବୀର ସାଇନାୟକ, ମାର୍କଣ୍ଡଙ୍କ ମୁଖ୍ୟ ସେବକ। ଆଳତୀ ହବାର କାର୍ଯ୍ୟକ୍ରମଟା ବହୁତ ସୁନ୍ଦର ଜିନିଷ। ମାର୍କଣ୍ଡେୟ ବଟେ କୃଷ୍ଣ ରୋହି ନାଚ ମୋହ ଯଦି ଇନ୍ଦ୍ରଦମ୍ନେ କଲେ ସ୍ନାନ ପୁନଃ ଜନ୍ମ ନ ଲଭତେ। ପଞ୍ଚ ତୀର୍ଥ ଭିତରେ ମୁଖ୍ୟ ତୀର୍ଥ ହେଲା ମାର୍କଣ୍ଡେୟ। ମାର୍କଣ୍ଡେୟ ପୁଷ୍କରିଣୀର ଯେଉଁ ତୀର୍ଥ ଜଳ ତାକୁ ଲୋକ ଏଠି ପବିତ୍ର ଅତି ପବିତ୍ର ସିଏ। ତାକୁ ଆମର ଏଇ ଯେଉଁ କମିଟି ଯେଉଁ ଆମେ କରୁଛନ୍ତି ସେଇମାନେ ଏକୁ ବର୍ତ୍ତମାନ ତାକୁ ସମ୍ମାନ ଦେଇ ତାର ଭକ୍ତି ଭାବଟା ଯେଉଁ ଅର୍ପଣ କରୁଛନ୍ତି ସେଇଟା ବହୁତ ସୁନ୍ଦର ଲାଗୁଛି, ଯେଉଁଟାକି ସାହି ବାସିନ୍ଦା ସମସ୍ତ ପୁରୀ ବାସିନ୍ଦା ତାକୁ ଦେଖି ଅତି ଖୁସି ଆଉ ଅତି ମନୋରମ ଲାଗୁଛି, ଯେଉଁଟାକି ଆଧ୍ୟାତ୍ମିକ ମାର୍ଗଟା ଅତି ଉଜ୍ଜଳ ଦିଶୁଛି। ଏଇଟା ଭବିଷ୍ୟତରେ ବହୁତ ସୁନ୍ଦର ହବ, ଆଗକୁ ବି ବହୁତ ଜିନିଷ ଭଲ ହବ।